ନୃସିଂହ ଅବତାର ରାତିକେ 2 ଘଣ୍ଟା ପାଲା ଯେତିକି ସନା ଦାସର 6 ଘଣ୍ଟା ପାଲା ସେତିକି। ନାରୀ କି କାହିଁକି ପର୍ବତ ସ୍ତନ କୁହାଯାଏ? ବୁଢା ଆଜ୍ଞା ଠିଆ ହେଲୁ। ଆଚ୍ଛା ତୁ ଜୀବନରେ ତୁ କେବେ ଭଲ ପାଇଛୁ? ଆଜ୍ଞା ତୁ ତ କମ ନୁହଁ। ଆରେ ଆରେ ତୁ ଏଡେ ରସିକ। ଆଜ୍ଞା ବାଳିର ସାଙ୍ଗରେ ପ୍ରେମ ହେଲା ମନ୍ଦୋଦରୀର ଯୋଉ ପୁଅଟା ଜନ୍ମ ହେଲା କଲା ରାକାର ରାବ ଦେଲା ଯେ ନାମ ତା ରାବଣ। ରାବଣ ଗୋଟିକ ଗୋଟେ ବାଳିର ନନ୍ଦ ହବ। ଗୋବର୍ଦ୍ଧନ ଉରଜାତୁ ଗୋବର୍ଦ୍ଧନ ବୋଲେ ପର୍ବତ। ନାରୀ ମାନଙ୍କୁ କହନ୍ତି ପର୍ବତ ସ୍ତନା। ନାରୀ ମାନଙ୍କୁ ପର୍ବତ ସ୍ତନ ବୋଲି କାହିଁ କହନ୍ତି? କାହିଁକି ନା କବି ଲେଖିଛନ୍ତି? କୋଉଠି ଲେଖିଛନ୍ତି? ଛୋଟିଆ କବି ଡାକିବିନି ମୁଁ ଭଜନ ଗାଇବା ଗାୟକ ନୁହଁ। ଯେତିକି ଠିଆ ହେଇଥିବି ପାଠ ଦେବି। ଆଉ କଣ ବହି ହେଲା ସୁଭଦ୍ରା ପରିଣୟ। ଆଚ୍ଛା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ନାରୀ କି କାହିଁକି ପର୍ବତ ସ୍ତନ କୁହାଯାଏ? ଆଚ୍ଛା 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 ସାନୁମାନ ଉରଜା ବମୁଜାରି ସାନୁଜା ଭାନୁ ତନୁଜା ଜିତ କେସି ଭାନୁ ତନୁଜା ଜିତ କେସି সুন সায়ক হবত নায়ক বিলোকিত নায়ক সরে পরস্পরে প্রাচী সে সুকুমারী 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 সভলি তো চরণ হেলা সর্বাঙ্গে ফুল পুরিলা সর্বাঙ্গে ফুল পুরিলা প্রিয় হেলা প্রিয় হেলা মনু প্রিয় হেলা মনু প্রিয় হেলা মনু প্রিয় হেলা মনু হেলা মনু ভক্ত সাগর ধরে বুড়িলা ଯାଉ ମୋ ମନ ଖୁସି। ଆଠେଣିଆ ହେଇଗଲଣି ଆଉ। ଆଜ୍ଞା ଆଜ୍ଞା ଆଠେଣିଆ ହେଇଗଲଣି ମୁଁ। ଆଜ୍ଞା ଆଜ୍ଞା ହଁ ହଉ ଆଜ୍ଞା ଆଉ 2 ମାସରେ ବାରିଣିଆ କରିଦେବି ମୁଁ। ଆଜ୍ଞା ହଁ ହଉ ମାଙ୍କର କୃପା। କବି ଉତ୍ତର ଦେଲେ। ବୁଢା ଆଜ୍ଞା ଠିଆ ହେଲୁ। ଆଚ୍ଛା ତୁ ଜୀବନରେ ତୁ କେବେ ଭଲ ପାଇଛୁ? ଆଜ୍ଞା ଭଲ ନ ପାଇଲେ ଦୁନିଆ ଭିତରେ ଆସିକି କଣ ଲାଭ? କେତେ ବର୍ଷରେ ଭଲ ପାଇଲୁ? ଆଜ୍ଞା ମୁଁ ତଥାପି 17-18 ବର୍ଷ ଭିତରେ ଭଲ ପାଇଛି ଅନେକ। ଆଚ୍ଛା ବୁଢୀକି ଯୋଉ ବାହା ହେଇଛୁ ତାକୁ ଭଲ ପାଇକି ଆଣିଛୁ ଆଜ୍ଞା ନା ତୋର ଆରେଞ୍ଜ ମ୍ୟାରେଜ ହେଇଛି? ଆଜ୍ଞା ଭଲ ପାଇକି ଆଣିବି ନା ଆଉ ତୁ ତ କମ ନୁହଁ। ଆଉ ତୁ ତ ପାକେଳିଆ ବୁଢା। ଆରେ ଯୋଉଟା ଦେଖିଲେ ମନକୁ ପାଇଲା ସେଇ ଜିନିଷଟା କିଣିକି ନିଶ୍ଚିତ ଆଣିବି ନା। ଆଉ ଯୋଉଟା ମନ ପୁଆ ନାହିଁ କାହିଁକି ସେ ଜିନିଷକୁ ଗ୍ରହଣ କରିବି? ଆରେ ଆରେ ତୁ ଏଡେ ରସିକ।
ଏପଟେ ହଁ ବାଳି ଯାଉଛି ବାସ୍ ମନ୍ଦୋଦରୀ କି ଦେଖୁଛି। ବେଙ୍ଗବତୀ କି ଦେଖୁଛି। ହଁ ଯିବା ତ କଣ ସମୟ ତ ହେଇ ଆସିଲାଣି ଆଉ କଣ ଦ୍ୱିତୀୟ ଥାକ କଥା। ମୋ ଭାଇନା ପରା ଆଉ ବେଶ ସମୟ ନୁହଁ ଆଉ 15 ମିନିଟ୍ ଭିତରେ ପାଲା ସାରିଦେବି। ବେଶ ସମୟ ଆଉ ନେବିନି। ନୃସିଂହ ଅବତାର ରାତିକେ 2 ଘଣ୍ଟା ପାଲା ଯେତିକି ସନା ଦାସର 6 ଘଣ୍ଟା ପାଲା ସେତିକି। ତାର ରାତିକେ 2-4ଟା ଭଜନ ହବ। ଆଜି ଆଇନୁ ଜାଣିଛି ଆମ ଗେଡ ଢିଆ ହବ। ଏମିତି ହେଲା ଯେ ସନା ଦାସ ଏମିତି ବହି ଆଜି କଲା ଗେଡ ଏକାଳେ ଝାଡା ହେଇଗଲା। କହିଲା ଆଉ ରହିପାରିବିନି ପେଣ୍ଡାଲ ଛାଡିକି ମୋ ବସା ଘରେ। ମୁଁ କହିଲା କୁଆଡେ ଆଇଲୁ ନା ସାର୍ ଲାଟିନ୍ ଲାଗିଲାଣି ଜୋରରେ ଆଉ ରହି ହବନି ତମେ ସେକେଣ୍ଡ ଧାକିରେ ମାରିଦବ ଆଜି ତେଣୁ ମୁଁ ପଳେଇ ଯାଉଛି। ତେଣୁ ସଜ୍ଜନ ବର୍ଗେ ଆଜ୍ଞା ବେଙ୍ଗବତୀ କନ୍ୟା ସାଙ୍ଗରେ ଆଚ୍ଛା ବାଳିର ହେଲା ପ୍ରଥମ ପ୍ରେମ। ବାସ୍ ପିଲାଟିଏ ଜନ୍ମ ହେଲା। ହଁ ବାଳିର ସାଙ୍ଗରେ ବାସ୍ ପ୍ରେମ ହେଲା ମନ୍ଦୋଦରୀର। ହଁ ଯୋଉ ପୁଅଟା ଜନ୍ମ ହେଲା ବାସ୍ କଲା ରାକାର ରାବ ଦେଲା ଯେ ନାମ ତା ରାବଣ। ରାବଣ ଗୋଟିକ ଗୋଟେ ବାଳିର ନନ୍ଦ ହବ। ଥିଲେ ଜୟ ସିନା ବିଜୟ ଦେ ଭାଇ। ତାର ପର ଜନ୍ମ ହେଲେ ସ୍ଥିର ପୁଅ ହୋଇ ବେଙ୍ଗବତୀ କନ୍ୟା ପୁତ୍ର